ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପର୍ବତ ପାଦଦେଶରେ ବିରାଜିତ ମା କଳାପାଟ ଠାକୁରାଣୀଙ୍କ ପୀଠରେ ଗତ 4 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ପ୍ରତିଟି କୋଣ ଅନୁକୋଣରୁ ଏହି ଯଜ୍ଞସ୍ଥଳକୁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା। ଏହି ମେଳାକୁ ବ୍ୟବସାୟ ଉଦ୍ଦେଶ୍ୟରେ ଅନେକ ବ୍ୟବସାୟୀ ଆସି ବିଭିନ୍ନ କିସମର ଦୋକାନ ବଜାର ଓ ପସରା ମେଲେଇଥିଲେ। ମେଳା ସରିଯିବା ପରେ ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଥିଲେ ମଧ୍ୟ ସେଠାରେ ଜମି ରହିଥିଲା ବିଭିନ୍ନ ପ୍ରକାରର କାଗଜ, ପଲିଥିନ୍ ଜରି, ଖଲି, ଠୁଙ୍ଗା ଆଦି ଅଳିଆ ଆବର୍ଜନା, ଯାହାଫଳରେ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ପଚିସଢ଼ି ଦୁର୍ଗନ୍ଧ ହେବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ଓ ଏହି ପ୍ରାକୃତିକ ପରିବେଶଟି ଭାରି ଅସନା ଦେଖାଯାଉଛି, ଯାହାଫଳରେ ସେଠାକୁ ବୁଲିବାକୁ ଆସୁଥିବା ଭକ୍ତ ଓ ଦର୍ଶକମାନଙ୍କ ମନରେ ଏଥିପ୍ରତି ଏକ ନକାରାତ୍ମକ ଭାବ ସୃଷ୍ଟି ହେଉଛି। ମେଳା ସମୟରେ ଅନେକ ସ୍ୱେଚ୍ଛାସେବୀ ସେଠାରେ ସହଯୋଗ କରୁଥିବା ବେଳେ ମେଳା ସରିଗଲା ପରେ ଏହି ଅଳିଆ ଆବର୍ଜନା ଉଠାଇବା ପାଇଁ କେହି ବି ଆଗଭର ହେଉନାହାନ୍ତି। ମେଳା ସମୟରେ ଦୋକାନୀମାନଙ୍କଠାରୁ ମୋଟା ଅଙ୍କର ଅର୍ଥରାଶି ଆଦାୟ କରାଯାଉଥିଲେ ମଧ୍ୟ ଏହି ସ୍ଥାନର ସ୍ୱଚ୍ଛତା ସମ୍ପର୍କରେ କେହି ବି ଧ୍ୟାନ ଦେଇନାହାନ୍ତି। ନା ଯାତ୍ରା କମିଟି, ନା ପ୍ରଶାସନ, ନା ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଯାହାକି ବାହାଘର ପରେ ବେଦୀ ମୁହଁପୋଡ଼ା ଭଳି ଦିଶୁଛି। ଏବେ ପର୍ଯ୍ୟଟନ ଋତୁ ଆସିଥିବାରୁ ପ୍ରତିବର୍ଷ ଏଠାକୁ ବୁଲାବୁଲି ଓ ଭୋଜିଭାତ କରିବାକୁ ପର୍ଯ୍ୟଟକମାନେ ଆସୁଛନ୍ତି, କିନ୍ତୁ ଦୁଃଖର ବିଷୟ ଏଭଳି ଅପରିଷ୍କାର ପରିବେଶ ଦେଖି ନାକ ଟିକିବା ସହ ସେମାନଙ୍କ ମନରେ ଏଥିପ୍ରତି ଏକ ନକାରାତ୍ମକ ଭାବଧାରା ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଏହି ଅଳିଆ ଆବର୍ଜନା ହଟାଇବା ସହିତ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ସାଧାରଣରେ ଦାବି ହେଉଛି। ଗଣିଆରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।